ମହେନ୍ଦ୍ର ପାହାଡ଼ ଅଞ୍ଚଳରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ। ଗଜପତି ଜିଲ୍ଲା ରାୟଗଡ଼ା ବ୍ଲକ ଅନ୍ତର୍ଗତ ମହେନ୍ଦ୍ର ପାହାଡ଼ ଅଞ୍ଚଳରେ ଆଜି ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶ୍ରୀ ଲୋକନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ କୋଷାଧ୍ୟକ୍ଷ ଶ୍ରୀ ହରିମୋହନ ପଟ୍ଟନାୟକ, ବଜରଙ୍ଗ ଦଳର ଶ୍ରୀ କୁର୍ମା ବାବୁ, ଶ୍ରୀ କାର୍ତ୍ତିକ ସେଠୀଙ୍କ ସହ ବହୁ ଦୁର୍ଗା ବାହିନୀ, ବଜରଙ୍ଗ ଦଳ ଏବଂ ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହି ବିଭିନ୍ନ ପ୍ରକାରର ଔଷଧୀୟ ଚାରାଗଛମାନ ରୋପଣ କରିଥିଲେ। ପରିବେଶ ସୁରକ୍ଷା ଏବଂ ସବୁଜିମା କରିବା ଉଦ୍ଦେଶ୍ୟରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମର ଆୟୋଜନ କରିଥିବା କୁହାଯାଇଛି।